ଦୁଇ ଭାଇର କାହାଣୀ। ଗୋଟେ ମାର ଦୁଇଟି ସନ୍ତାନ, ଜଣଙ୍କର ନାମ ଘନ ଆଉ ଜଣଙ୍କର ନାମ ଶ୍ୟାମ। ଦୁଇ ଭାଇଙ୍କ ମଧ୍ୟରେ ବହୁତ ନିବିଡ଼ ସମ୍ପର୍କ। ଦୁଇ ଜଣ ଯେତେବେଳେ କଥା ହେବାକୁ ବସିଯାଆନ୍ତି ନା, ଦିନ ରାତି କିଛି ଜାଣନ୍ତିନି। ବାହାଘର 18 ବର୍ଷ ହେଇଗଲା, କେବେ ବି ଏମାନଙ୍କ ଭିତରେ ମନମନାନ୍ତର ହେଇନି। ଯଦି କୌଣସି ଦିନ ବଡ଼ କିଛି କହିଦେଲା, ସାନ ଚୁପ୍ ହେଇଯାଏ। ସାନ କିଛି କହିଦେଲେ ବଡ଼ ଭାଇ ଚୁପ୍ ହେଇଯାଏ। ଏମିତି ଦୁଇ ଭାଇର ସମ୍ପର୍କ ଚାଲେ। ଇନକମ୍ ମଧ୍ୟ ଭଲ ଥିଲା। କିଛି ଦିନ ଗଲା ପରେ ବଡ଼ ଭାଇର କମାଣି କମିବାରେ ଲାଗିଲା। ଇନକମ୍ କମିଲେ ସମ୍ପର୍କରେ କିଛି ତ ଫରକ ପଡ଼ିବ ନା। ସେମିତି ଦୁଇ ଯା ଭିତରେ ପଡ଼ିଲା। ବଡ଼ ବୋହୂ ତା ସ୍ୱାମୀକୁ କହିଲା, ଆମେ ଏଥର ଅଲଗା ହେଇଯିବା କି? କିଏ ଭାବିବ ସାନର ପଇସାରେ ଆମେ ବସିକି ଖାଉଛୁ। ତମେ ଯେତିକି ଆଣିବ ମୁଁ ସେତିକିରେ ରହିବି। ଏକଥା ଚୁପଚାପ ତା ସ୍ୱାମୀ ଶୁଣିଲା। ଦୁଇ ଭାଇ ସବୁଦିନେ ପରି ଆଜି ବି ଏକାଠି ହେଲେ। ବଡ଼ କହିଲା, ବାବୁରେ ଆମେ ଏଥର ଅଲଗା ହେଇଯିବା। ସାନ ପଚାରିଲା, କ'ଣ ହେଲା ଭାଇ? ମୋ ଦ୍ୱାରା କିଛି ଭୁଲ ହେଲା କି? ବଡ଼ କହିଲା, ନାଇଁ ରେ, ତୋର କିଛି ଭୁଲ ହେଇନି। କଥା କ'ଣ କି, ଆମେ ଦୁଇ ଭାଇ ସିନା ଗୋଟେ ରକ୍ତ, ଘରେ ଆଉ 2 ଜଣ ସ୍ତ୍ରୀ ଲୋକ ବି ତ ଅଛନ୍ତି। ତାଙ୍କ ମନ କଥା ବି ତ ବୁଝିବାକୁ ପଡ଼ିବ। ଯେମିତି କୁହାଯାଏ, ଦୂରକୁ ଦୂର ପାହାଡ଼ ସୁନ୍ଦର ଦେଖାଯାଏ, ସେମିତି ହୁଏତ ଆମ ସମ୍ପର୍କ ଦୂରରେ ରହିଲେ କିଛିଟା ଭଲ ରହିବ। ଏକଥା କହିଲା ବେଳକୁ ଦୁଇ ଭାଇର ଆଖିରୁ ଲୁହ ବାହାରି ପଡ଼ିଲା। ସାନ ଭାଇ ଜାବୁଡ଼ି ଧରି ତା ଭାଇକି କହିଲା ଯେ, ଭାଇ ମୋତେ କେବେ ତୋଠୁ ଅଲଗା କରିଦେବୁନି ତ? ସବୁ ସୁଖ ଦୁଃଖ ମୋତେ ଜଣେଇବୁ ନା? ସାଙ୍ଗମାନେ, ଆଜି ବି କିଛି ଭାଇ ଅଛନ୍ତି ଯାହାଙ୍କର ଶରୀର ସିନା ଅଲଗା, ହୃଦୟ ଗୋଟେ ହୋଇଥାଏ।